बाइक आउ कार मुहांमुही धक्का हेबा फଳରେ घटनास्थଳରେ ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କପ୍ତିପଦା ଠାକୁରମୁଣ୍ଡା ରାସ୍ତାର ପୁରୁଣା ପାଣି ପେଟ୍ରୋଲ ପମ୍ପ ନିକଟରେ। ଶରତ ଥାନା କଟୁରିଆ ଗ୍ରାମର ସଞ୍ଜୟ ପାତ୍ର ଲକ୍ଷ୍ମୀ ବସ୍ର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ବେଳେ ଡ୍ୟୁଟି ସାରି ଘରକୁ ଫେରୁଥିଲେ। ତେବେ ପୁରୁଣା ପାଣି ପେଟ୍ରୋଲ ପମ୍ପରେ ତେଲ ଭର୍ତ୍ତି କରି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ବେଳେ ଶରତରୁ କପ୍ତିପଦା ଅଭିମୁଖେ ଆସୁଥିବା ଏକ କାର୍ ଦ୍ରୁତ ଗତିରେ ଆସି ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା, ଯାହାକି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ କାର୍ର ଡ୍ରାଇଭରକୁ ଥାନାରେ ଅଟକ ରଖିଛି ପୋଲିସ। ଘଟଣାସ୍ଥଳରେ ପହଞ୍ଚି କପ୍ତିପଦା ପୋଲିସ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି। ବ୍ୟୁରୋ ରିପୋର୍ଟ, ସ୍ପଟଲାଇଟ୍ ଇଣ୍ଡିଆ।